हेलो। 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 ଶୁଭୁଛି। एम आई विजिबल टू यू? ୟେସ୍। ହେଲା। तो किस पढ़ुଥିଲେ? ଆଜ୍ଞା। ଜିଓଗ୍ରାଫି। ନାଇଁ ସାର୍ ସାଇନ୍ସ ପଢୁଥିଲି କାଲି। ସାଇନ୍ସ ପଢୁଥିଲେ। ସାଇନ୍ସ ର କୋଉଟା ପଢା ହଉଥିଲା? ଏଇଟା ନା? ଆଜ୍ଞା। ଏଇଟା ପଢା ଚାଲିଥିଲା ହଁ। ଯେ ଏଇଟା ଆଜ୍ଞା। ପଢା ଚାଲିଥିଲା। ଏଇଟା ପଢା ଚାଲିଥିଲା। ଏଇଟା ହୁଁ ପଢେଇଥିଲି କାଲି ଲାଷ୍ଟ ପଢେଇଥିଲେ କିସ ପ୍ରାଣୀ କୋଷର ଚିତ୍ର ବନେଇଥିଲେ। ହେଲା। ହୁଁ ତ ଏଇନା ତମେ ଭୁଲି ଯାଇଥିବ ଆଉ ଥରେ ରିଭିଜନ କରିଦବା ହେଲା। ଭୁଲି ଯାଇଛ ନା? ହୁଁ। ଭୁଲି ଯାଇଛ? ମନେ ଅଛି। ମନେ ଅଛି। ମନେ ଅଛି କୋଷ କିଏ ବାହାର କରିଥିଲେ? ରବର୍ଟ ବ୍ରାଉନ। ରବର୍ଟ ହୁକ୍। ରୋବଟ ହୁକ୍ ବାହାର କରିଥିଲେ ହେଲା। କୋଷ ରୋବଟ ହୁକ୍ ହଁ। ବାହାର କରିଥିଲେ ଆଉ ନ୍ୟଷ୍ଟି କିଏ ବାହାର କରିଥିଲେ? ରବର୍ଟ ବ୍ରାଉନ। ରୋବଟ ବ୍ରାଉନ। ତାପରେ ହଉଛି ଜୀବକୋଷର ମୌଳିକ ଏକକ କିସ? ଜୀବକୋଷର ଜୀବକୋଷର ମୌଳିକ ଏକକ ହଉଛି କୋଷ। ବୁଝିଗଲା? ହୁଁ। କୋଷ ଭିତରେ କିସ ଥାଏ? କୋଷ। ଆଜ୍ଞା। କୋଷ ଭିତରେ କିସ ଥାଏ? କୋଷ ଅଙ୍ଗିକା। କୋଷ ଅଙ୍ଗିକା ନାସି। ହେଲା। କୋଷ କେତେ ପ୍ରକାର? ନ୍ୟଷ୍ଟିକୁ ନେଇକି କେତେ ପ୍ରକାର? ଦୁଇ ପ୍ରକାର। ସୁନଷ୍ଟୀୟ ପ୍ରାକ୍-ନଷ୍ଟୀୟ। ହେଲା ଆଉ ଆକାର ଅନୁସାରେ କେତେ ପ୍ରକାର? ଆକାର ଅନୁସାରେ ଦୁଇ ପ୍ରକାର। ଗୋଟେ ହଉଛି ପ୍ରାଣୀ କୋଷ ଆଉ ଗୋଟେ ହଉଛି ଉଦ୍ଭିଦ କୋଷ। ବୁଝିଗଲା? ତାପରେ ହଉଛି ଆଜ୍ଞା। ସୁନଷ୍ଟୀୟ ପ୍ରାକ୍ ନଷ୍ଟୀୟ ର ପାର୍ଥକ୍ୟ ପଢିଥିଲେ। ପାର୍ଥକ୍ୟ ପଢିଥିଲେ ଯେ ଆଜ୍ଞା। ସୁନଷ୍ଟୀୟ କୋଷ କାହାକୁ କୁହାଯାଏ? କୁହ। ସାର୍ ଏଇଟା ମନେ ନାହିଁ। ମନେ ନାହିଁ? ସୁନଷ୍ଟୀୟ ମାନେ ହଉଛି ସୁ ମାନେ ହଉଛି ନଷ୍ଟୀ ଅଛି ହେଲା। ନ୍ୟଷ୍ଟି ଯୋଉଠି ଥାଏ ସେଇଟା ହଉଛି ସୁନଷ୍ଟୀୟ କୋଷ। ଆଉ ପ୍ରାକ୍ ନଷ୍ଟୀୟ ମାନେ ଯୋଉଠି ହଁ ନ୍ୟଷ୍ଟି ନଥାଏ ସେଟା ହଉଛି ପ୍ରାକ୍ ନଷ୍ଟୀୟ କୋଷ। ଆଉ ନ୍ୟଷ୍ଟି ନାହିଁ ମାନେ ଏଠି କିସ? ନ୍ୟଷ୍ଟି ଝିଲ୍ଲି ଥିବ କି? ନ୍ୟଷ୍ଟି ଝିଲ୍ଲି ବି ଥିବନି। ଆଉ ଏଠି ନ୍ୟଷ୍ଟି ଅଛି ମାନେ ନ୍ୟଷ୍ଟି ଝିଲ୍ଲି ଯୁକ୍ତ ହେଲା। ଆଉ ନ୍ୟଷ୍ଟି ଅଛି ମାନେ ଡିଏନଏ ବି ଥିବ। ନ୍ୟଷ୍ଟି ଭିତରେ ଡିଏନଏ ଥାଏ ଜାଣିଥାଏ। ଆଉ ଡିଏନଏ ଅଛି ମାନେ ଡିଏନଏ ହଁ ଭିତରେ କ୍ରୋମୋଜୋମ ଥାଏ ହେଲା। ତ ହଉଛି କିସ କ୍ରୋମୋଜୋମ ଥାଏ। କ୍ରୋମୋଜୋମ ଜୋନ୍ ଲେଖା ହେଇଛି ହେଲା ଜମ୍ପ କରିଦବ। ଆଉ ଏଠାରେ କ୍ରୋମୋଜୋମ ନଥାଏ। ମୋର ଉଦାହରଣ ବି ଲେଖିଥିଲେ। ତାପରେ କୋଷ ଅନୁସାରେ ଜୀବ ମାନଙ୍କୁ କେତେ ଭାଗରେ ବିଭକ୍ତ କରାଯାଇଛି? ଦୁଇ ଭାଗରେ। ଦୁଇ ଭାଗରେ। କିସ କିସ? ଉଦ୍ଭିଦ କୋଷ ପ୍ରାଣୀ କୋଷ। ଜୀବ ମାନଙ୍କୁ କେତେ ଭାଗରେ ବିଭକ୍ତ କରାଯାଇଛି? ଦୁଇ ଭାଗରେ ଏକ କୋଷୀ ଯିବ ଆଉ ଗୋଟେ ହଉଛି କିସ ବହୁ କୋଷୀ ଯିବ। ବହୁ କୋଷୀ ଯିବ। ଏକ କୋଷୀ କୋଉଟା? ଯୋଉ କୋଷ ଯୋଉ ଜୀବର ଗୋଟିଏ ମାତ୍ର କୋଷ ଥାଏ ତାକୁ ଏକ କୋଷୀ। ଆଉ ବହୁ କୋଷୀ କୋଉଟା? ଯୋଉ ଜୀବର ଅନେକ ଗୁଡା କୋଷ ଥାଏ ତାକୁ ହଉଛି କିସ ବହୁ କୋଷୀ ଜୀବ ବହୁ କୁହାଯାଏ। କୋଷୀ ଯିବ। ହେଲା। ଏକ କୋଷୀ ଜୀବ ତାର ସମସ୍ତ କାମ ଯଥା ଶ୍ଵସନ ରେଚନ ପାଚନ ଗୋଟିଏ କୋଷରେ କରେ। ଆଉ ହଉଛି ବହୁ କୋଷୀ ଯିବ ତାର ସମସ୍ତ କାମ ରେଚନ ଶୋଷଣ ପାଚନ ଅଲଗା ଅଲଗା କୋଷ ଦ୍ୱାରା କରେ। ତାର ଉଦାହରଣ ବି ଲେଖିଥିଲେ ହେଲା। ତାପରେ ହୁଁ ଏଇନା କିସର ପାର୍ଥକ୍ୟ ପଢୁଥିଲେ? ପ୍ରାଣୀ କୋଷର। ବୁଝିହେଲା? ପ୍ରାଣୀ କୋଷର ପାର୍ଥକ୍ୟ ପଢୁଥିଲେ ଯେ ହୁଁ ପ୍ରାଣୀ କୋଷରେ କିସ ଆଜ୍ଞା। ବାହାରଟାକୁ କିସ କୁହାଯାଏ? କୋଷ ଝିଲ୍ଲି। କୋଷ ଝିଲ୍ଲି। କୋଷ ଝିଲ୍ଲିର କାମ କିସ? କୋଷକୁ ସୁରକ୍ଷା ଦିଏ। ମାନେ ଭିତର ଜିନିଷ ହଁ ବାହାରକୁ ଛାଡେନି ବାହାର ଜିନିଷ ଭିତରକୁ ଛାଡେନି ହେଲା। ତାପରେ ହଉଛି ହଁ। କୋଷ ଭିତରେ କିସ ଥାଏ ଏଇ ପାଣି ଭଳି ଜିନିଷ ଟା ହଳଦିଆ ହଳଦିଆ ସାଇଟୋପ୍ଲାଜମା। ସାଇଟୋପ୍ଲାଜମ ହେଲା। ସାଇଟୋପ୍ଲାଜମ କିସ ତାର କାମ? ସିଏ ହଉଛି ତାର ପାଣି ରହୁଛି କିସ ସବୁ କୋଷ ଅଙ୍ଗିକା ଭାସି ବୁଲୁଥାନ୍ତି। ବୁଝିହେଲା? ତାର ପାଣିରେ କିସ ସବୁ କୋଷ ଶୁଣା ଯାଉନି। ଶୁଣଉନି? ହ୍ୟାଲୋ। ହଁ ଏବେ ଶୁଣାଗଲା। ହେଲା ହଁ ସାଇଟୋପ୍ଲାଜମ ତାର ଶୁଣାଗଲା ଏବେ। ସାଇଟୋପ୍ଲାଜମ ତାର ପାଣିରେ କିସ ସବୁ କୋଷ ଅଙ୍ଗିକା ଭାସି ବୁଲୁଥାନ୍ତି ହେଲା। ତାପରେ ହଉଛି କୋଷର ମୁଖ୍ୟ କିଏ ନ୍ୟଷ୍ଟି ଲେଖିଛେ ନ୍ୟଷ୍ଟି ଭିତରେ କିସ ଥାଏ ଡିଏନଏ ହେଲା। ତାପରେ ହଉଛି ଗୋଲଗି ବଡି ହଁ ଏଇଟା ମାଇଟ୍ରୋକଣ୍ଡିଆ ଏଇଟା କୋଷର ଶକ୍ତି ଘର। ତାପରେ ହଉଛି ଏଇଟା କିସ ଆରଏନଏ
ମାନେ ରାଇବୋଜୋମ ର କାମ କିସ? ରାଇବୋଜୋମ ଭିତରେ ଆରଏନଏ ଥାଏ, ଆରଏନଏ ହଉଛି କିସ ବାର୍ତ୍ତା ପ୍ରେରଣ କରେ ହେଲା। ତ ଆଜି ଉଦ୍ଭିଦ କୋଷ ବନେଇବି ବୁଝିହେଲା। ହୁଁ ଉଦ୍ଭିଦ କୋଷ ବନେଇବା ପୂର୍ବରୁ ଏଇ କୋଷଟା ହିଁ ହେଲା ଆଉ ଟିକେ ଇଏ କରିଦବା ହେଲା। ତ ମନେ ରଖ ଏଇ ଯେ ହେଲା ଏଇଠି ଆଉ କିସ କିସ ଥାଏ କୁହ ନା? ଏଠି ଆଉ ଗୋଟେ ଜିନିଷ ଥାଏ ହେଲା, ଏଇଠି ସେଣ୍ଟ୍ରିଅଲ ନାମକ ଗୋଟେ ଜିନିଷ ଥାଏ ବୁଝିହେଲା। ସେଣ୍ଟ୍ରିଅଲ ସେଣ୍ଟ୍ରିଓଲ ଯେଟା କି ହଉଛି ପ୍ରାଣୀ କୋଷରେ ଉଦ୍ଭିଦ କୋଷରେ ନଥାଏ। ସେଣ୍ଟ୍ରିଅଲ ବା ସେଣ୍ଟ୍ରୋଜମ ପାଖ ନା ନା ଏଠି ସେଣ୍ଟ୍ରିଅଲ ଥାଏ ହେଲା। ସେଣ୍ଟ୍ରିଅଲ ବୋଲି ଗୋଟେ ଜିନିଷଟା ଥାଏ ବୁଝିହେଲା ଏଇଟା। ତାପରେ ଉଦ୍ଭିଦ କୋଷର ଚିତ୍ର ବନେଇବି। ଆଜ୍ଞା। ଉଦ୍ଭିଦ ଚିତ୍ର ବନେଇବି ହୁଁ। ହେଲା। ତ ଏଇଗୁଡାରେ ଆଉ କିସ କୁହ ନା ଏଗୁଡାକୁ ହିଁ ଡବଲ ଡବଲ ଚିତ୍ର ବନେଇଦବ ବୁଝିହେଲା। ଏଇଗୁଡାକୁ ହିଁ ଡବଲ ଡବଲ ଚିତ୍ର ବନେଇ ଦବ। ଏଇଠି ଆଉ ଗୋଟେ ଥାଏ ଏଣ୍ଡୋପ୍ଲାଜମିକ ରେଟିକୁଲମ ହେଲା। ଏଇଠି ଏମିତି ଥାଏ ଏମିତି ଥାଏ। ଏଟାକୁ କିସ କୁହାଯାଏ ଏଣ୍ଡୋପ୍ଲାଜମିକ ରେଟିକୁଲମ। ଏଣ୍ଡୋପ୍ଲାଜମିକ ରେଟିକୁଲମ ହେଲା ମନେ ରହିବ ନା? ହୁଁ। ଟିକେ ହେଲା। କଷ୍ଟ ଅଛି ସବୁ ନାଁ ମନେ ରଖତେ। ହଁ ତ ସେଇ ହିସାବରେ ପ୍ରାକ୍ଟିସ କରବା ମନେ ରହିଯିବ ଚିନ୍ତା କରନି। ତ ଏଇନା ପ୍ରାଣୀ କୋଷର ଚିତ୍ର ବନେଇବେ ହେଲା। ହୁଁ ନା ଉଦ୍ଭିଦ କୋଷ। ହଁ ଉଦ୍ଭିଦ କୋଷ ଉଦ୍ଭିଦ କୋଷ ଲେଖି ଦଉଛେ ଉଦ୍ଭିଦ କୋଷ। ଉଦ୍ଭିଦ କୋଷ। ତ ପ୍ରାଣୀ କୋଷ ଟା କେମିତି ଥିଲା ଗୋଲାକାର ଥିଲା ନା? ଗୋଲାକାର ହୁଁ ଥିଲା ଯେ ତ ଉଦ୍ଭିଦ କୋଷ କେମିତି କୁହ ନା ଚାରକୁଣିଆ ବାକ୍ସ ପରି ବୁଝିହେଲା। କେମିତି କୁହ ନା ହୁଁ ଚାରକୁଣିଆ ବାକ୍ସ ପରି। ମୋଟା ପେନରେ କରିବା ଏମିତି ଏମିତି ଗୋଟେ କରିଦବ ବାକ୍ସ ହେଲା। ଏଇଟା ହଉଛି କିସ ଉଦ୍ଭିଦ କୋଷ। ଏମିତି ଉଦ୍ଭିଦ କୋଷ ବୁଝିହେଲା। ତ ଉଦ୍ଭିଦ କୋଷର ଯେମିତି ପ୍ରାଣୀ କୋଷର ବାହାରଟାକୁ କିସ କୁହାହଉଥିଲା କୋଷ ଝିଲ୍ଲି ହେଲା। ତ ହୁଁ ଉଦ୍ଭିଦ ବାହାରଟାକୁ କିସ କୁହାଯାଏ କୁହ ନା? ଏଇ ବାହାରଟାକୁ କିସ କୁହାଯାଏ ତାର ହଉଛି କୋଷ ଭିତ୍ତି କୁହାଯାଏ। ଏଇ ଯେ ବାହାରଟା ଏଟାକୁ କିସ କୁହାଯାଏ? କୋଷ ଭିତ୍ତି। ହେଲା କୋଷ ଭିତ୍ତିର କାମ କିସ? ଯେମିତି ପ୍ରାଣୀ କୋଷକୁ କିଏ ସୁରକ୍ଷା ଦିଏ କୋଷ ଝିଲ୍ଲି ହେଲା। ହୁଁ ଉଦ୍ଭିଦ କୋଷକୁ ସେମିତି କିଏ ସୁରକ୍ଷା ଦିଏ କୋଷ ଭିତ୍ତି। ବୁଝିହେଲା। କୋଷ ଭିତ୍ତି ହୁଁ। ତାପରେ ଭିତରେ ଆଉ ଗୋଟେ ଏମିତି ବନେଇଦେବି ଏମିତି ଗୋଟେ ବନେଇଦେବି। ବନେଇ ପାରିବ ନା ନାଇଁ ଉଦ୍ଭିଦ କୋଷ ବନେଇବା ପାଇଁ ସାଧା ଅଛି ହେଲା। ଏମିତି ହୁଁ ବନେଇଦେଲି ତାପରେ ଏଇଠି ଗୋଟେ ଗୁଲ ଦେଇଦେଲି ହେଲା। ଏଇଟା ହଉଛି କିସ କୁହ ନା ଏଇଠି ପାଣି ଭଳି ଜିନିଷଟା ଥାଏ। ପାଣି ଭଳି ଜିନିଷଟା ଏଇଠି ଥାଏ। ଏଇଠି ହଳଦିଆରେ ବନେଇବି। ଏଇଠି ପାଣି ଭଳି ଜିନିଷଟା ଥାଏ ହେଲା। ଏଇ ଇଏରେ କିସ ପାଣି ଭଳି ଜିନିଷଟା ଥାଏ। ଏଇଟା ହଉଛି କିସ ସାଇଟୋପ୍ଲାଜମ। ସାଇଟୋପ୍ଲାଜମ ପାଣି ଭଳି ଜିନିଷଟା ଯେ ହୁଁ ଆଜ୍ଞା। ହଁ ଏଇଟା ହଉଛି କିସ ସାଇଟୋପ୍ଲାଜମ। 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 ତାପରେ ନ୍ୟଷ୍ଟିର ବନେଇବା ଏଇ ଯେ ଦେଖୁଛ ଗୁଲଟା ହେଲା ଏଇ ଭିତରେ କିସ ଥାଇ କୁହ ନା ଏଇ ଭିତରେ ଥାଏ ଅଛି ନ୍ୟଷ୍ଟି। ନ୍ୟଷ୍ଟି
ହେଲା। ଆଉ ଏଇ ବାହାରଟା କିସ ହେଇଥିବ ଭାବ କୁହ ନା? କୁହ। ନ୍ୟଷ୍ଟିକୁ ଯିଏ ଘେରି ରହିଥାଏ ତାକୁ କିସ କୁହାଯାଏ? ନ୍ୟଷ୍ଟି ଯିଏ ନଷ୍ଟି ଝିଲ୍ଲି ହେଲା। ଝିଲ୍ଲି ହଁ। ଝିଲ୍ଲି। ତ ଏଇ ନ୍ୟଷ୍ଟି ପାଖରେ ଏଇଗୁଡା ଯେ ଥାଏ ଏଗୁଡାକୁ କିସ କୁହାଯାଏ କୁହ ନା? ଏମିତି ଥାଏ ଏଗୁଡାକୁ କୁହାଯାଏ ଏଣ୍ଡୋପ୍ଲାଜମିକ ରେଟିକୁଲମ। ଏଣ୍ଡୋପ୍ଲାଜମିକ ରେଟିକୁଲମ। ରେଟିକୁଲମ ହେଲା ଏଣ୍ଡୋପ୍ଲାଜମିକ ରେଟିକୁଲମ। ତାପରେ ଏଇଠି ଏଇଠି ଏ କାକୁଡି ଭଳି ଜିନିଷଟା ଏଇଟାକୁ କିସ କୁହାଯାଏ କୁହ ନା? ଏଇଟାକୁ କୁହାଯାଏ ହଉଛି ମାଇଟ୍ରୋକଣ୍ଡିଆ। ମାଇଟୋକଣ୍ଡ୍ରିଆ। ତାକୁ କୁହାଯାଏ ମାଇଟ୍ରୋକଣ୍ଡିଆ। ସାର୍ କିଛି ଏକା ଅଛି ନା? କୋଉଟା? ହଁ ଏକା ଅଛି ଖାଲି ସେ ଜୀବ ଟିକେ ଖାଲି ଅଲଗା ହେଲା ଟିକେ ଖାଲି ଅଲଗା ମାନେ କିସ ହୁଁ ଏଇ ବାହାରଟାକୁ କୋଷ ଭିତ୍ତି କୁହାଯାଏ। ଆଉ ସେଠି କିସ କହୁଥିଲା କୋଷ ଝିଲ୍ଲି ହେଲା। ତ ମନେ ରଖିବ ହୁଁ ଉଦ୍ଭିଦ କୋଷରେ କୋଷ ଝିଲ୍ଲି ବି ଥାଏ କୋଷ ଭିତ୍ତି ବି ଥାଏ। କିନ୍ତୁ ପ୍ରାଣୀ କୋଷରେ କୋଷ ଭିତ୍ତିଟା ନଥାଏ ବୁଝିହେଲା। ହୁଁ ହୁଁ ତାପରେ ଆଉ ଗୋଟେ ଉଦ୍ଭିଦ କୋଷରେ ଗୋଟେ ଜିନିଷ ଥାଏ ସେଇଟା ହଉଛି କିସ କୁହ ନା? ସେଣ୍ଟ୍ରୋଜମ। ଉଦ୍ଭିଦ କୋଷରେ ଗୋଟେ ନୂଆ ଜିନିଷ ଥାଏ ସେଣ୍ଟ୍ରୋଜମ ହେଲା। ଏଇଟା କିସ ସେଣ୍ଟ୍ରୋଜମ। ସେଣ୍ଟ୍ରୋଜମ ବୁଝିହେଲା। ଉଦ୍ଭିଦ କୋଷରେ ହୁଁ ସେଣ୍ଟ୍ରୋଜମ ବୋଲି ଗୋଟେ ଜିନିଷ ଥାଏ। ଆଉ ଗୋଟେ ଅଧିକା ଥାଏ ଏଠି ଲବକ। ଲବକ ଯେଟା ହଉଛି ପ୍ରାଣୀ କୋଷରେ ନଥାଏ ବୁଝିହେଲା। ଲବକ ଆଉ ସେଣ୍ଟ୍ରୋଜମ ହୁଁ କିସ ପ୍ରାଣୀ କୋଷରେ ନଥାନ୍ତି ବୁଝିପାରିଲ। ତ ରାଇବୋଜମ ବି ହୁଁ ଥିବେ ରାଇବୋଜମ ହେଲା। ରାଇବୋଜମ ଏଇଟା ବନେଇଦବା ଗୁଲି କରି ବନେଇଦବା ନା ହେଲା। ରାଇବୋଜମ ବନାନ ଟିକେ ଦେଖୁଥିବ ପରେ ଓକାର ହଉଥିବ ବୋଧେ। ରାଇବୋଜମ ହେଲା ରାଇବୋଜମ ର କିସ କାମ ସେ ବାର୍ତ୍ତା ଇଏ କରେ ଯେ ପଠାଏ ଯେ ହଁ ରାଇବୋଜମ ରେ ଦୁଇଟା ଆରଏନଏ ଥାଏ କିସ ଏମଆରଏନଏ ଟିଆରଏନଏ ସେମାନେ ହଉଛନ୍ତି ଡିଏନଏ ର ବାର୍ତ୍ତା ପଠାନ ବୁଝିହେଲା। ହୁଁ ହୁଁ ତାପରେ ହଉଛି ଆଉ କିଛ ଥାଏ ଗୋଲଗି ବଡି ଗୋଲଗି ବଡିର ଆକାର କେମିତି? ଚେପ୍ଟା ସାର୍ ଥଳି ଏଠି ଡିଏନଏ ନାହିଁନି? କୋଉଠି ଡିଏନଏ ଏଇଠି ନ୍ୟଷ୍ଟି ଭିତରେ ଥିବ। ହୁଁ ନ୍ୟଷ୍ଟି ଭିତରେ ହେଲା ଏଇଠି ଡିଏନଏ ଥାଏ। ହେଲା ତାପରେ ହଉଛି ଏଇଟା କିସ ଚେପ୍ଟା ଥଳି ପରି କିସ ଏଇଟା ହଉଛି ଗୋଲଗି ବଡି। ଗୋଲଗି ବଡି ହେଲା ବୁଝିହେଲା ବଡି କି ଚିତ୍ରଟା ହୁଁ ବୁଝିହେଲା ନା? ହୁଁ ହେଲା ଗୋଲଗି ଆଜ୍ଞା ବଡିର କିସ ଏଇ ଯେ ଭାସି ବୁଲୁଥାଏ ପାଣିରେ ଏଠି ପୁଷ୍ଟି ସାର ସ୍ନେହ ତାର ଏଇ ସାଇଟୋପ୍ଲାଜମ ନା ପାଣି ଟା ଏଇ ପାଣି ରେ ହଉଛି କିସ ପୁଷ୍ଟି ସାର ହୁଁ ସ୍ନେହ ସାର ସବୁ ଖାଦ୍ୟ ଥାଏ ହେଲା। ତ ହଉଛି ଗୋଲଗି ବଡିର କାମ ହଉଛି କିସ କୁହନା ଧରାଯାଉ ନ୍ୟଷ୍ଟିକୁ ଖାଦ୍ୟ ଦରକାର ହେଲା ତ ଗୋଲଗି ବଡି କିସ ଏଇ ପାଣିରୁ ହଉଛି ଶ୍ଵେତ ସାର ନେଇକି କି ସ୍ନେହ ସାର ନେଇକି କାହାକୁ ଯୋଗେଇବ ନ୍ୟଷ୍ଟିକୁ। ରୁହ ହେଲା ଟିକେ। ନାଇଁ ହ୍ୟାଲୋ 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 ଆଜ୍ଞା ହଉ ନେକ୍ସଟ ପେଜ ଆଜ୍ଞା ପାଲ୍ଟ ଏଇନା ପାର୍ଥକ୍ୟ ଟା ଲେଖବା ବୁଝିହେଲା ପାର୍ଥକ୍ୟ ଟା କେତେ ମାର୍କର ପଡେ ହୁଁ କୁହ ନା? 3 ମାର୍କ କି 4 ମାର୍କ କି 5 ମାର୍କ ପଡେ ବୁଝିହେଲା। ପ୍ରାଣୀ କୋଷ ଆଉ ହୁଁ ଉଦ୍ଭିଦ କୋଷର ପାର୍ଥକ୍ୟ ଲେଖବା। ସାର୍ କାଲି ତ ଛୁଟି ଟିଉସନ? କାଲି ଛୁଟି ହେଲା। ପରଦିନ ବି ଶନିବାର। ପରଦିନ ଛୁଟି ନାହିଁ ପରଦିନ ହଉଛି କିସ କୁହନା ପରଦିନ ଜନ୍ମାଷ୍ଟମୀ ପାଇଁ ଛୁଟି ନା ତ ସ୍କୁଲ ଟା ହବନି ତ ସ୍କୁଲ ଯଦି ଛୁଟି ଆଉ କିସ ଆମର ଟିଉସନ ପଢିଦବା। ହଁ ବୁଝିହେଲା ନା ତ କାଲି ଆଜ୍ଞା ଆସିଥାନ୍ତା ନା?
ଜର ଭଲ ହେଲା ନା? ହଁ ଭଲ ହେଇଯାଇଛି ଥଣ୍ଡା ଟା ହେଲେ ବି ଯିବି। ହଁ ତୁମେ ଶନିବାର ଦିନ ଆସ ହେଲା। ହୁଁ। ମ୍ୟାଥ ଆମର ଇଏ ପଢେଇ ଦେଇଛେ କୋଉଟା କୁହ ନା ଏଇ ବାସ୍ତବ ସଂଖ୍ୟା। ବାସ୍ତବ ସଂଖ୍ୟା ସର୍ବା ଉପରେ। ଫାଷ୍ଟ ଚାପ୍ଟର। ସେକେଣ୍ଡ ଚାପ୍ଟର। ନା ହଁ ଫାଷ୍ଟ ଅନୁଷ୍ଠାନ ଟା ହଁ ସେ ସେକେଣ୍ଡ ଚାପ୍ଟର ହଁ ଫାଷ୍ଟ ଅନୁଷ୍ଠାନ। ସେଟା ହେଇଯାଇଛି ମୋର। ହେଇଯାଇଛି ତ? ହୁଁ ଟିଉସନ ରେ ଥରେ ସ୍କୁଲ ରେ ଥରେ। ହୁଁ। ତ ଲେଖବା ଉଦ୍ଭିଦ କୋଷ ଆଉ ପ୍ରାଣୀ କୋଷ। ପ୍ରାଣୀ କୋଷ କେମିତି ଦେଖତେ ଗୋଲାକାର ଯେ ହଁ। ଏହା ଦେଖିବାକୁ କିସ? ଗୋଲାକାର। ଗୋଲାକାର। ଗୋଲାକାର ହେଲା ଆଉ ହଉଛି ଉଦ୍ଭିଦ କୋଷ କିସ ଏହା ଦେଖିବାକୁ କେମିତି? ଚତୁର୍ଭୁଜ ପରି ଏହା ଦେଖିବାକୁ ହୁଁ ଦେଖିବାକୁ ଚତୁର୍ଭୁଜ ପରି ଚତୁର୍ଭୁଜ ପରି ହେଲା ତାପରେ ମନେ ରଖିବ ପ୍ରାଣୀ କୋଷ ଟା ଟିକେ ଛୋଟ ଥାଏ ହେଲା ଗୋଟେ ପ୍ରାଣୀ ଦେଖ ନା ପ୍ରାଣୀ ଆଉ ଗଛ ଭିତରେ କିଏ ବଡ କୁହ ନା ଗଛ ବଡ ହେଲା ତ ହଉଛି ଗଛ ମାନଙ୍କର କୋଷ ଟିକେ ବଡ ଆଉ ହଁ ପ୍ରାଣୀ ମାନଙ୍କର ହଉଛି ଛୋଟ ହେଲା ପ୍ରାଣୀ କୋଷ ଟିକେ ଛୋଟ ଥାଏ ହୁଁ ଏହା ଉଦ୍ଭିଦ କୋଷଠୁ ଛୋଟ ଏହା ମାନେ କିସ ପ୍ରାଣୀ କୋଷ ଉଦ୍ଭିଦ କୋଷଠୁ ଛୋଟ ଉଦ୍ଭିଦ ହୁଁ କୋଷ ଅପେକ୍ଷା ସାନ ସାନ ହେଲା ଏଇଟା ଲେଖବା କିସ ଏହା ପ୍ରାଣୀ କୋଷ ଅପେକ୍ଷା କିସ ବଡ ବଡ ପ୍ରାଣୀ କୋଷ ଅପେକ୍ଷା ଅପେକ୍ଷା ବଡ ତାପରେ ହଉଛି ଥାର୍ଡ ପଏଣ୍ଟ ମୁଁ ଥାର୍ଡ ପଏଣ୍ଟ କିସ କହିଲି ଦେଖ ଏଇ ଯେ ବାହାରଟାକୁ କିସ କୁହାଯାଏ କୋଷ ଭିତ୍ତି କୋଷ ଭିତ୍ତି ଯେ ହଁ ଆଉ ପ୍ରାଣୀ କୋଷରେ ହୁଁ କିସ କୁହାଯାଉଥିଲା କୋଷ ଝିଲ୍ଲି କୋଷ ଝିଲ୍ଲି ହୁଁ ଲେଖବା ଏହାର ବାହ୍ୟ ଆବରଣ କିସ ବାହ୍ୟ ଆବରଣକୁ କୋଷ ଏହାର ବାହ୍ୟ ଆବରଣ ହଉଛି କୋଷ ଭିତ୍ତି ଏହାର ବାହ୍ୟ ଆବରଣ ହଉଛି କୋଷ ଭିତ୍ତି କୋଷ ଭିତ୍ତି ହେଲା ସେମିତି ଏହାର ବାହ୍ୟ ଆବରଣ କିସ କୋଷ ଝିଲ୍ଲି ଆର ବାହ୍ୟ ଆବରଣ ହଉଛି କୋଷ ଝିଲ୍ଲି କୋଷ ଝିଲ୍ଲି ହେଲା ତାପରେ ହୁଁ ଏୟାର ପଏଣ୍ଟ ଆଉ ଗୋଟେ ଲେଖବା ଏଥିରେ ହଉଛି କିସ ଏଇ ଉଦ୍ଭିଦ କୋଷରେ କୋଷ ଝିଲ୍ଲି ବି ଥାଏ କୋଷ ଭିତ୍ତି ବି ଥାଏ ହେଲା ଏଠି ଖାଲି କୋଷ ଝିଲ୍ଲି ଥାଏ ଲେଖିଦବା ଏଥିରେ ଉଭୟ କୋଷ ଝିଲ୍ଲି ଏବଂ କୋଷ ଭିତ୍ତି ରହିଥାଏ ଓ କୋଷ ଭିତ୍ତି ରହିଥାଏ କୋଷ ଭିତ୍ତି ଥାଏ ଆଉ ଏଠି କିସ କେବଳ କେବଳ କିସ କୋଷ ରହିଥାଏ ଝିଲ୍ଲି ଥାଏ କୋଷ କୋଷ ଝିଲ୍ଲି ଝିଲ୍ଲି କୋଷ ଝିଲ୍ଲି ଥାଏ ହେଲା ତ ଆଉ ଗୋଟେ ଇମ୍ପୋର୍ଟାଣ୍ଟ ଜିନିଷ ମନେ ରଖିବ ଏଥିରେ ସେଣ୍ଟ୍ରୋଜମ ଥାଏ ହେଲା ଏଥିରେ କିସ ସେଣ୍ଟ୍ରୋଜମ ଏଇଟା ହଉଛି ସବୁଠୁ ଇମ୍ପୋର୍ଟାଣ୍ଟ ହେଲା ଉଦ୍ଭିଦ କୋଷରେ କିସ ଥାଏ ଯାହା ପ୍ରାଣୀ କୋଷରେ ନଥାଏ ଏଣ୍ଟ୍ରୋଜମ ଥାଏ ଆଉ ଲବଣ ନା କି ସେଟା ଗୋଟେ ଆଉ ଲବକ ହେଲା ଲବଣ ନାହିଁ ଲବକ ଏଥିରେ ନଥାଏ ଏଥିରେ କିସ ସେଣ୍ଟ୍ରୋଜମ ନଥାଏ ସେଣ୍ଟ୍ରୋଜମ ନଥାଏ ସେମିତି ଲବକଟା ବି ଲେଖବା ଏଥିରେ ଲବକ ଥାଏ ଏଥିରେ ଲବକ ଥାଏ ଲବକ ଥାଏ ଆଉ ଏଠି କିସ ଲବକ ନଥାଏ ଲବକ ନଥାଏ ବୁଝିହେଲା ତାପରେ ଆଉ ଲେଖବା ହେଲା ଆଉ ଗୋଟେ ଜିନିଷ ଥାଏ ହଁ ଏତିକି ହେଇଯିବ ହେଲା ଏତିକି ହୁଁ ପାର୍ଥକ୍ୟ ମନେ ରହିପାରିବ ନା ନାଇଁ ରହିବ ହଁ ହେଲା ତ ଏଇନା ଲେଖବା ଆଜ୍ଞା କୋଷ ଅଙ୍ଗିକା ଗୁଡିକର ନାମ କୁହ ହେଲା କୋଷ ଅଙ୍ଗିକା ଗୁଡିକ ଲେଖବା ଆଉ କୋଷ ସେଗୁଡାର କିସ ସେଗୁଡା ବିଷୟରେ ଲେଖବା ବୁଝିହେଲା ନା
ହୁଁ କୋଷ ଅଙ୍କିକା ଗୁଡିକ କିସ କିସ ଥିଲା? କୋଷ ଭିତରେ ଥିବା କୋଷ ଅଙ୍କିକା ଗୁଡିକ କିସ କିସ? କୋଷ ଅଙ୍ଗିକା କିସ କିସ ନାମ ଥିଲା କିସ? ଫାଷ୍ଟ ହଉଛି ନ୍ୟଷ୍ଟି, ନ୍ୟଷ୍ଟି ଯେ ହୁଁ ଆଜ୍ଞା ସେକେଣ୍ଡରେ, ସେକେଣ୍ଡରେ କିଏ? ସାଇଟୋପ୍ଲାଜମ। ସାଇଟୋପ୍ଲାଜମ, ସାଇଟୋ ପ୍ଲାଜମ, ସାଇଟୋପ୍ଲାଜମ ୟାକୁ ଓଡିଆରେ କିସ କୁହାଯାଏ କହନା? କୋଷ ଜୀବକ, କୋଷ ଜୀବକ ହେଲା। ତାପରେ ଥାର୍ଡରେ କୁହ, ଥାର୍ଡରେ କୁହ। ମନେ ନାଇଁ। ମନେ ନାହିଁ, ମାଇଟ୍ରୋକଣ୍ଡିଆ ଶୁଣିଥିଲ? ନା ହଁ ମାଇଟ୍ରୋ ମାଇଟ୍ରୋ କଣ୍ଡ୍ରିଆ ହେଲା। ଆଉ ହଉଛି ଫୋର୍ଥରେ ହଉଛି କିସ? ରାଇବୋଜମ, ରାଇବୋଜମ ହେଲା। ତାପରେ ଫାଇଭରେ ହୁଁ ହଉଛି ରସଧାନୀ, ରସଧାନୀ। ସିକ୍ସରେ ହଉଛି ଗୋଲଗି ବଡି, ଗୋଲଗି ବଡି। ଏଗୁଡା ସବୁର 5 ମାର୍କ କ୍ୱେଶ୍ଚନ ହବ ହେଲା। ହୁଁ ତାପରେ ଏଣ୍ଡୋପ୍ଲାଜମିକ ରେଟିକୁଲମ, ଏଇଟା ସ୍କୁଲରେ ପଢା ସରିଛି ଜାଣିଛ ନା? ପ୍ଲାଜମିକ ଜାଣିନି। ରେଟିକୁଲମ, ରେଟିକୁଲମ। ତାପରେ ହଉଛି କିସ? ଲବକ ଗୋଟେ କହିଥିଲି ହେଲା। ତାପରେ ଆଇଏକ୍ସ, ଆଇଏକ୍ସ ଆଉ କିସ ରହିଲା? ଗୋଲଗି ବଡି, ଏଣ୍ଡୋପ୍ଲାଜମିକ ରେଟିକୁଲମ, ରାଇବୋଜମ, ଲାଇସୋଜମ, ଲାଇସୋ ଟିଉସନରେ ବି ହେଇଛି କି ସାର୍? କୋଉଟା? ଏଇଟା, ଏଇଟା ଏଇଟା ହୁଁ ପଢେଇ ସାରିନେ ତୁମକୁ, ମାନେ ତୁମର ଆମ ଟିଉସନରେ ହେଇନି ହେଲା, ବୁର୍ସାଇ ଟିଉସନରେ ହେଇନି। ଏଇଟା ସେଇ ଗାୟତ୍ରୀ କୁ ଚିହ୍ନିଛ ନା? ତାକୁ ହଁ ଆଜି ପଢେଇ ଥିଲି ହେଲା। ଗାୟତ୍ରୀକୁ ଆଜି ପଢେଇ ସାରିଲି। ଲାଇସୋଜମ, ତାପରେ ହଉଛି ହେଲା, ଏତିକି ହଉଛି କୋଷ ଅଙ୍ଗିକା ହେଲା। ଆଉ ଗୋଟେ କୋଷ ଝିଲ୍ଲି, କୋଷ ଭିତ୍ତି। କୋଷ ଝିଲ୍ଲି ଆଉ କିସ? କୋଷ ଭିତ୍ତି। ଏଗୁଡା ସବୁ ବିଷୟରେ ଟିକେ ଟିକେ ଲେଖବା ହେଲା। ହୁଁ କୋଷ ଭିତ୍ତି। ଫାଷ୍ଟ କାହା ବିଷୟରେ ଲେଖବା? ନ୍ୟଷ୍ଟି ବିଷୟରେ ବୁଝିହେଲା। ନ୍ୟଷ୍ଟି ବିଷୟରେ ହୁଁ ଫାଷ୍ଟ ଲେଖବା। ତାପରେ ସାଇଟୋପ୍ଲାଜମ ବିଷୟରେ ଲେଖବା। ତାପରେ ମାଇଟ୍ରୋକଣ୍ଡିଆ ବିଷୟରେ ଲେଖବା, ରାଇବୋଜମ ବିଷୟରେ ଲେଖବା, ରସଧାନୀ ବିଷୟରେ, ଗୋଲଗି ବଡି, ଏଣ୍ଡୋପ୍ଲାଜମିକ ରେଟିକୁଲମ, ଲବକ, ଏମିତି ସବୁ ବିଷୟରେ ଲେଖବା ବୁଝିହେଲା। ହୁଁ ତ ହେଡିଙ୍ଗ ଦଉଛେ କିସ? ନ୍ୟଷ୍ଟି। ନ୍ୟଷ୍ଟି ନ୍ୟଷ୍ଟି କିସ ଜିନିଷ, କେମିତି ଦେଖତେ ହେଲା, କୋଉଠି ଥାଏ, ସବୁ ଲେଖବା। ତ ନ୍ୟଷ୍ଟିକୁ କିସ କହିଥିଲି? ନ୍ୟଷ୍ଟିକୁ କିସ ମଧ୍ୟ କୁହାଯାଏ? ତାର ବ୍ରେନ ମାନେ ବ୍ରେନ୍ କୁହାଯାଏ ଯେ, ସେଇ ହଁ ଏହା କୋଷର ମୁଖ୍ୟ ଅଂଶ। କୋଷର ମୁଖ୍ୟ ଅଂଶ କିସ ତାହଲେ? ନ୍ୟଷ୍ଟି। ମୁଖ୍ୟ ଅଂଶ, ମୁଖ୍ୟ ଅଂଶ ବୁଝିହେଲା। ସେକେଣ୍ଡ ପଏଣ୍ଟ ଲେଖିବି, ଏହାକୁ କିସ କୁହାଯାଏ? ଏହାକୁ କୋଷର ବ୍ରେନ ମଧ୍ୟ କୁହାଯାଏ। କୋଷର ବ୍ରେନ, ବ୍ରେନ ମାନେ କିସ? ବ୍ରେନ ଦିମାଗ ହୁଁ କୁହାଯାଏ ହେଲା, ବୁଝିହେଲା। ତାପରେ ହଉଛି ନ୍ୟଷ୍ଟି ହୁଁ ହିସାବରେ ଜୀବ ମାନଙ୍କୁ କେତେ ଭାଗରେ ବିଭକ୍ତ କରାଯାଇଛି? ନ୍ୟଷ୍ଟି ହିସାବରେ ଜୀବ ମାନଙ୍କୁ କେତେ ଭାଗରେ ବିଭକ୍ତ କରାଯାଇଛି? ଦୁଇ ଭାଗରେ। କିସ କିସ? ପ୍ରାକ୍-ନ୍ୟଷ୍ଟିୟ, ସୁନେଷ୍ଟିୟ। ବିଭକ୍ତ କରାଯାଇଛି। ହୁଁ କରାଯାଇଛି। ଆଉ ସେଗୁଡାର ପାର୍ଥକ୍ୟ ବି ଲେଖିଥିଲେ ନା? ହଁ ଲେଖିଥିଲେ ଯେ, ଆଜ୍ଞା ପ୍ରାକ୍-ନ୍ୟଷ୍ଟିୟ ଆଉ ଗୋଟେ କିସ? ସୁନେଷ୍ଟିୟ। ନ୍ୟଷ୍ଟିୟ ହେଲା। ତ ପ୍ରାକ୍-ନ୍ୟଷ୍ଟିୟ, ସୁ-ନ୍ୟଷ୍ଟିୟ ଆଉ ସେଗୁଡା କାହାକୁ କୁହାଯାଏ କହିବି କି, ଲେଖିବି କି? ନା ଆଉ ନାଇଁ ହେଲା। ବୁଝିହେଲା। ଆଉ ଅଛି ତାର ନ୍ୟଷ୍ଟିର ବାହ୍ୟ ଆବରଣ କିସ କୁହାଯାଏ? ନ୍ୟଷ୍ଟି ଝିଲ୍ଲି। ନ୍ୟଷ୍ଟିର ବାହ୍ୟ ଆବରଣକୁ କିସ କୁହାଯାଏ? ନ୍ୟଷ୍ଟି ଝିଲ୍ଲି।
ହୁଁ ଟି ଝିଲ୍ଲି କୁହାଯାଏ। ଏହା କିସ ନ୍ୟଷ୍ଟିକୁ ସୁରକ୍ଷା ଦିଏ। ହୁଁ ଏହା ନ୍ୟଷ୍ଟିକୁ ସୁରକ୍ଷା ଦିଏ। ଏହା ନ୍ୟଷ୍ଟିକୁ କିସ ସୁରକ୍ଷା ଦିଏ। ବହି ପଢିବା ଦରକାର ନାହିଁ ହେଲା ନୋଟ ପଢିଲେ ହେଇଯିବ ସବୁ ବୁଝିହେଲା। ଆଉ ନ୍ୟଷ୍ଟି ଭିତରେ କିସ ଥାଏ କହିଥିଲି। ଡିଏନଏ। ନ୍ୟଷ୍ଟି ଭିତରେ ଡିଏନଏ ଥାଏ। ଡିଏନଏ ଆଉ ଥାଏ ଡିଏନଏ ଭିତରେ ହେଲା ଆଉ ଡିଏନଏ ଭିତରେ କ୍ରୋମୋଜୋମ ଥାଏ ବୁଝିହେଲା। ଏତିକି ପଏଣ୍ଟ ମୁଖସ୍ତ କରିପାରିବ ନା ନାଇଁ କୁହ। ଏଇଟା ପାଇବା ହଉଛି 2 ମାର୍କ 2 ମାର୍କ 2 ନାଇଁ 3 ମାର୍କ ହେଲା। ତ ହୁଁ ଘୁଷତେ ପଡବନି ବୁଝିହେଲା। ବାୟୋଲୋଜି ଜୁଲୋଜି କି ସାଇନ୍ସ କିଛି ଘୁଷତେ ପଡବନି। ଏଇଟା କିସ ଡେଲି ଯଦି ମୁଁ ପଚାରିବି କ୍ୱେଶ୍ଚନ ପଚାରି ତୁମର ବି ହେଇଯିବ ହେଲା। ତ ନ୍ୟଷ୍ଟି ପରେ ଏଇନା କିସର ଲେଖବା ସାଇଟୋପ୍ଲାଜମ ବିଷୟରେ ଲେଖବା ହେଲା। ହୁଁ ସେକେଣ୍ଡ ନମ୍ବର କାହା ବିଷୟରେ ଲେଖବା ସାଇଟୋ ସାଇଟୋପ୍ଲାଜମ। ହେଡିଙ୍ଗ ଦଉଛେ ହୁଁ ସାଇଟୋପ୍ଲାଜମ। 2 ନମ୍ବର ହଉଛି କିସ ସାଇଟୋ ପ୍ଲାଜମ। ୟାର ମାନେ କିସ ଓଡିଆରେ କୋଷ କୋଷ ଜୀବକ। ଏହା ହୁଁ କେମିତି ଜିନିଷଟା ଓ ଆଉ ଗୋଟେ ଆଉ କାକୁଡି ଭଳି ଆଉ ଗୋଟେ ଇମ୍ପୋର୍ଟାଣ୍ଟ ପଏଣ୍ଟ ଛାଡିଦେଲେ ହେଲା ନ୍ୟଷ୍ଟିର ଇମ୍ପୋର୍ଟାଣ୍ଟ ପଏଣ୍ଟ ଗୋଟେ ଛାଡିଦେଲେ ଏଇ ପ୍ରଥମରେ ହେଇଥାନ୍ତା ହେଲା। ଏହାର ଆକାର ନ୍ୟଷ୍ଟିର ଆକାର କେମିତି କୁହ ନା ଏହାର ଆକାର ଅଣ୍ଡା ପରି ବୁଝିହେଲା ଅଣ୍ଡା ପରି ଗୋଲ ହଁ ଅଣ୍ଡା ପରି ବୁଝିହେଲା ଏହାର ଆକାର ଅଣ୍ଡା ପରି। ସାଇଟୋପ୍ଲାଜମ ର ଲେଖବା ସାଇଟୋପ୍ଲାଜମ ଗୋଟେ କି ହୁଁ ଜିନିଷଟା ପାଣି ଜିନିଷଟା ଯେ ଚାରିଟା ପାଣିଟା ହେଲା। ହୁଁ ଏହା କୋଷ ମଧ୍ୟରେ ରହିଥାଏ କୋଷ ମଧ୍ୟରେ ରହିଥାଏ ନା ଏଇଟା। ହୁଁ ଏହା କୋଷ ମଧ୍ୟରେ ରହିଥାଏ ରହିଥାଏ। କୋଷ ଭିତରେ ତ ଥାଏ ହେଲା ପୁଣି ନ୍ୟଷ୍ଟି ମଧ୍ୟରେ ବି ଥାଏ ବୁଝି ହେଲା ଏହା କୋଷ ଓ ହୁଁ ନ୍ୟଷ୍ଟି ମଧ୍ୟରେ ବି ଥାଏ ନ୍ୟଷ୍ଟି ଭିତରେ ଯେ ଡିଏନଏ ଅଛି ଡିଏନଏ ଟା କୋଉଠି ଭାସିଗଲା ଏଇ ସାଇଟୋପ୍ଲାଜମ ରେ ହେଲା ଏହା ନ୍ୟଷ୍ଟି ମଧ୍ୟରେ ହୁଁ କୋଷ ନ୍ୟଷ୍ଟି ମଧ୍ୟରେ ରହିଥାଏ। ରହିଥାଏ ତାପରେ ସେକେଣ୍ଡ ପଏଣ୍ଟ ଲେଖିବି ଏହା ହଉଛି ତରଳ ପଦାର୍ଥ ଏହା ଏକ ତରଳ ଓ ଗତିଶୀଳ ପଦାର୍ଥ। ଏହା ଏକ କିସ ତରଳ ତରଳ ମାନେ କିସ ମାନେ ଜଳ ଜଳ ହେଲା ଗତିଶୀଳ ହୁଁ ତ ପୁରା ତରଳ ବି ନାହିଁ ହେଲା ଅର୍ଦ୍ଧ ତରଳ ଅର୍ଦ୍ଧ ତରଳ ଅର୍ଦ୍ଧ ତରଳ ମାନେ ଜେଲି ଜେଲି ଦେଖିଛ ନା ହଁ ଗତିଶୀଳ ପଦାର୍ଥ ଜେଲି ଟାଇପ ର ଜିନିଷ ଟା ବୁଝିହେଲା କୋଉଟା ସାଇଟୋପ୍ଲାଜମ ଏହା ଏକ ଅର୍ଦ୍ଧ ତରଳ ଓ ଗତିଶୀଳ ପଦାର୍ଥ। ଗତିଶୀଳ ମାନେ ସେ ସବୁବେଳେ ଗତି କରୁଥାଏ ବୁଝିହେଲା ଗତି କରୁଥାଏ ହୁଁ ସବୁବେଳେ ପାଣି ଯେମିତି ଗତି କରୁଥାଏ ଏପଟ ସେପଟ ହଉଥାଏନି ନା ସେମିତି ଇଏ ବି ଏପଟ ହୁଁ ସେପଟ ହଉଥାଏ। ନା କି ଚୁପଚାପ ପୁରା ସ୍ଥିର ଜଳ ନୁହଁ ହେଲା ହୁଁ ବୁଝିହେଲା ଏଥିରେ ଅନେକ ଏଇ ହୁଁ ସାଇଟୋପ୍ଲାଜମ ରେ କିଷ ଥାଏ ଏଥିରେ ଅନେକ ଏଥିରେ କୋଷ ଅଙ୍ଗିକା ଗୁଡିକ ଭାସି ବୁଲୁଥାନ୍ତି ବୁଝିହେଲା କୋଷ ହୁଁ ଅଙ୍ଗିକା କୋଷ ଅଙ୍ଗିକା ଯଥା ଯଥା କିସ କିସ ମାଇଟୋକଣ୍ଡିଆ ହୁଁ ମାଇଟୋ କଣ୍ଡ୍ରିଆ ଆଉ କିସ ଗୋଲଗି ବଡି ହଁ ଗୋଲଗି ବଡି ନ୍ୟଷ୍ଟି ଆଉ କିସ କିସ ହୁଁ ରାଇବୋଜମ ହୁଁ ଆଉ କି ଲୋବ କହିଲ ଏଣ୍ଡୋପ୍ଲାଜମିକ ରେଟିକୁଲମ୍ ଏଣ୍ଡୋପ୍ଲାଜମିକ ରେଟିକୁଲମ୍ ଆଉ କିସ ଆଉ କିସ କି କହିଲ କହ ଉଁ ଲୋବକ ଗୋଲଗି ବଡି ତ ଲେଖିଛେ ଆଉ କିସ ଆଉ ଆମର ରସଧାନୀ ଲେଖିଛେ କି ରସଧାନୀ ନା ରସଧାନୀ ଲାଇସୋଜୋମ ଲାଇସୋଜୋମ ହେଲା ଏଥିରେ କୋଷ ଅଙ୍ଗିକା ଯଥା ଏଥି ଭାସି ବୁଲୁଥାନ୍ତି ବୁଝିହେଲା ଭାସି ବୁଲନ୍ତି କୋଉଠି ଭାସି ବୁଲନ୍ତି
ଆଉ 10 ମିନିଟ ପରେ ସରିଯିବ ହେଲା, ଆଉ ସାଇଟୋପ୍ଲାଜମ। 10 ମିନିଟ ପରେ ସରିଯିବ, ଆଉ ଲିଙ୍କ ପଠେଇବିନି ବୁଝିଲା। ହୁଁ। ସାଇଟୋପ୍ଲାଜମ ରେ ଭାସି ବୁଲନ୍ତି ହେଲା। ଆଉ କି ଭାସି ବୁଲେ? ଆଉ ହଉଛି ଏଥିରେ ହେଲା, ଆହୁରି ବହୁତ ଗୁଡା ଜିନିଷ ଭାସି ବୁଲେ, ଲେଖିଦବା। ଆଉ ଏହା ସେଇ ସାର ଗୁଡା ସ୍ନେହ ସାର। ଏହା ବ୍ୟତୀତ ଶ୍ଵେତ ସାର ନୁହଁ, ପୁଷ୍ଟି ସାର ହେଲା। ଏହା ବ୍ୟତୀତ ପୁଷ୍ଟି ସାର, ସ୍ନେହ ସାର, ପୁଷ୍ଟି ସାର, ସ୍ନେହ ସାର, ସ୍ନେହ ସାର ହେଲା, ଏକଟିନ୍, ଏକଟିନ୍, ସେ ଶ୍ଵେତ ସାର ହବନି? ଶ୍ଵେତସାର ନୁହଁ, ଶ୍ଵେତସାର ନୁହଁ ହେଲା, ଶ୍ଵେତସାର ଥାଇନି। ଏକଟିନ ଧାତବ ଲବଣ, ଧାତବ ଲବଣ ହେଲା, ଏକଟିନ ଧାତବ ଲବଣ ମଧ୍ୟ ଭାସି ବୁଲେ, ମଧ୍ୟ ଭାସି ବୁଲେ ବୁଝିହେଲା। ହୁଁ। ବୁଝିପାରିଲ ନା? ହଁ। ସାଇଟୋପ୍ଲାଜମ ସରିଲା ହେଲା, ତ ଏଇନା କିସ ପଢବା? ନ୍ୟଷ୍ଟି, ସାଇଟୋପ୍ଲାଜମ, ତାପରେ ହଉଛି ମାଇଟ୍ରୋକଣ୍ଡିଆ। ମାଇଟ୍ରୋକଣ୍ଡିଆ ପାଇଁ 5 ମିନିଟରେ ଆମର ହବନି ଆଉ ହେଲା। ବୁଝିହେଲା, ମାଇଟ୍ରୋକଣ୍ଡିଆ ପାଇଁ ହୁଁ 5 ମିନିଟରେ ହବନି। ତ ଆଜି ଏତିକି ଥାଉ ହେଲା, ବୁଝିହେଲା ହୁଁ ନା? ଏତିକି ଥାଉ। ଆଜ୍ଞା। ତ ତୁମେ ଏଇନା ବହି ଖାତା ଧରିକି ବସିଛ ନା ଶୁଇ ଶୁଇ ଦେଖୁଛ? ନା ବସିଛେ। ବସିଛ, ଖାଲି ବହି ଖାତା ଧରିନି? ନାଇଁ ଖାତା ଧରିଛେ, ଲେଖିନି। ହେଲା ଯଦି ତୁମର ମନେ ପଡୁନି, କାଲି ଯାଏ ୟୁଟ୍ୟୁବ ର ଲିଙ୍କ ଟା ପଠେଇଛି ହେଲା, ସେଟା ରେକର୍ଡିଙ୍ଗ ରହିଯାଇଛି। ତ ସେଇଟା ଆଉ ଥରେ ଦେଖିଦବ, ହଁ ଦେଖିଦବ, ଖାଲି ଶୁଣବ ନା କଥାଟାକୁ ହେଲା। କଥାଟାକୁ ଶୁଣିଲେ ହୁଁ କିସ ମନେ ରହିଯିବ। ମନେ ବାର ବାର ଗୋଟେ କଥା ଶୁଣିବ ହେଲା, ତୁମେ କିସ ପଢତେ ସିନା ବସି ପାରିବନି, କିନ୍ତୁ ଶୁଇ ଶୁଇ ଯେମିତି ଫିଲ୍ମ କି ଗୀତ ଶୁଣ, ସେମିତି ଯଦି ହୁଁ ସେଇଟା ଚଲେଇ ଦେଇକି ଶୁଣି ମାନେ ଶୋଇଗଲ କିସ କଥାଟା ଶୁଣି 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 2 ଥର 3 ଥର 4 ଥର 5 ଥର 6 ଥର ଶୁଣିଲେ କିସ ମନେ ରହିଯିବ। ମନେ ବି ଗଲେ ପରୀକ୍ଷାରେ ଭଲ ହବ ହେଲା। ତୁମେ ଜାଣିଛ ନା ନାଇଁ ସେ ଓବିଡି ହୁଁ ହାପେଲି ଏକ୍ଜାମ ବେଳକୁ ସରିବ। ହାପେଲି ଏକ୍ଜାମ କେବେ ହବ? ପୂଜା ପୂଜା ପୂର୍ବରୁ ପାଖାପାଖି। ପୂଜା ପାଖାପାଖି ପୂଜା ପୂର୍ବରୁ ନାହିଁ, ପୂଜା ପରେ। ହୁଁ। ପୂଜା ପୂର୍ବରୁ ମାନେ କେତେ ପଢା ହେଇସାରିଛି? ଆମର ସ୍କୁଲ ରେ ଯେତେ ପଢା ହେଇଥିବ ସେତିକି ତ ସରିଯାଇଛି ହେଲା। ସ୍କୁଲ କେତେ ନ୍ୟଷ୍ଟି ପଢା ଚାଲିଛି ଯେ, ନ୍ୟଷ୍ଟି ସରିଛି ହେଲା। ହଁ କୋଷଟା ସରିଛି। 3ଟା ବିଷୟ ପଢାହେଇଛି ସ୍କୁଲରେ। କେତେଟା ବିଷୟ? ହୁଁ 3ଟା ବିଷୟ। ତିନିଟା। ବାୟୋଲୋଜିର 3ଟା ହେଲା। ତ ଆମର ବାୟୋଲୋଜିର କିସ ଗୋଟେ ବିଷୟ ପଢା ସରିବା ଉପରେ ବୁଝିହେଲା, ଆଉ କିଛି 2 ଦିନ ପରେ ସରିଯିବ ଏଇ ବିଷୟ ବି ହେଲା। ଆଉ 2ଟା କ୍ଲାସ ହେଲେ ସରିଯିବ। ତାପରେ ହଉଛି ମେଥ, ମେଥ ର ହଉଛି ଫାଷ୍ଟ ସେଟ ଟା ପଢା ହେଇ ସାରିଛି। ତାପରେ କିସ ବାସ୍ତବ ସଂଖ୍ୟା ବି ପଢା ହେଇଛି। ବାସ୍ତବ ସଂଖ୍ୟା ବି ପଢା ହେଇ ସାରିଛି। ସରିନି ଆଉ ହୁଁ ଆଉ କେତେ ବାସ୍ତବ ସଂଖ୍ୟା ଏଇ କାଲି ହେଲେ ସରିଯିବ ହେଲା। କାଲି ଆଉ ଗୋଟେ କ୍ଲାସ ହେଲେ ସରିଯିବ ବୁଝିହେଲା। ତାପରେ ସେକେଣ୍ଡ ହୁଁ ଅନୁଶୀଳନୀ ଟିକେ ଟାଇମ ଲାଗିବ ହେଲା ନା। ତ ସ୍କୁଲ ହୁଁ ରେ ଯେତିକି ପଢା ହବ ସେତିକି ଯେ ଆମର ସରିଯିବ। ହାପିଲି ଏକ୍ଜାମ ପୂର୍ବରୁ ଯଦି ଧରାଯାଉ ସ୍କୁଲ ରେ ଯେତିକି ପଢା ହେଇଥିବ ସେତିକି ଯେ ସରିଯିବ ବୁଝିହେଲା। ହୁଁ ସାର୍ ଇଂଲିଶ ପଢେଇବେନି କି? ଇଂଲିଶ ପଢେଇବା ହିନ୍ଦୀ ଆଉ ସଂସ୍କୃତ ଛାଡିକି। ହିନ୍ଦୀ ହୁଁ ଆଉ ସଂସ୍କୃତ ଛାଡିକି। ସେଟା କଣ ସେ ଟିଉସନରେ ବି ପଢା ହୁଏନି। ତାପରେ ତୁମେ ମାନେ ତ 4ଟା ବେଳେ ଆସିପାରୁନ, ନହେଲେ ହିଷ୍ଟ୍ରି ସାର୍ ପଢେଇ ଦେଇଥାନ୍ତେ। ହିଷ୍ଟ୍ରି ସାର୍ ଶୁଣ ମୁଁ ଯିବି ମୁଁ ଯିବି। ଆସିବ ହଁ ସୋମ ମଙ୍ଗଳ ବୁଧ ଗୁରୁ ହେଲା। ସୋମ ମଙ୍ଗଳ କିସ ବୁଧ ଗୁରୁ ବୁଧଗୁରୁ ଏଇ ଏତକି ହଉଛି କିସ ଏଇ ଫୋର କ୍ଲାସ ମାନେ ହଉଛି କେତେବେଳେ ପଢୁଛନ୍? ଫୋର କ୍ଲାସ ମାନେ ହଉଛି 5ଟା ବେଳେ ପଢୁଛନ୍। 5 PM ରେ ହେଲା। ମାନେ 4 ରୁ 5 PM ହେଲା। ତ ହଉଛି 5 PM ରୁ ହଁ 6 PM ଯଦି ପଢବ ଠିକ ଅଛି। ନା ଏମିତି କରିଦବା ଗୁରୁ ପରେ ଶୁକ୍ର ଶନି ରବି ତୁମେ ପଢବ। କୋଉଟା ଭଲ ଲାଗୁଛି କୁହ? କୋଉଟା ଭଲ ଲାଗୁଛି? 5 ରୁ 6 ସେଇଟା ଭଲ ଲାଗୁଛି। ଆଉ 4ଟା ରୁ 5ଟା ସ୍କୁଲରୁୁ ଆସିକି ସାଙ୍ଗେ ସାଙ୍ଗେ ହବନି। 5 ରୁ 6 ତ? ହଁ। ହଉ ଏଇ ତାହେଲେ ଏଇ ସୋମବାରରୁ ସାରଙ୍କୁ କହିଦେବି 5 ରୁ 6 ସେଇ 9 କ୍ଲାସକୁ ପଢେଇବ ହେଲା। ତ ତୁମେ ହୁଁ ଆସିବ ଯେ ସେଇ ତୁମର ସାଙ୍ଗଟା ଗୋଟେ ଝିଅ ସାଙ୍ଗ ନାଇଁ ସୁହାସିନୀ ହଁ ସୁହାସିନୀ। ହଁ ତାକୁ ବି ଧରି ଆଣିବ ହେଲା।
ଆଉ ସେ ହଉଛି କଲ ରିସିଭ କରେନି। ଅ, ତାକୁ ବି ଧରି ଆଣିବ, ଆଉ ଯଦି ପାରବ ହଉଛି କି ସୋପାନା ଏଇ ୟା ମାନଙ୍କୁ ବି ଧରି ଆଣିବ। ସଞ୍ଜୟ, ସଞ୍ଜୟ କହୁଛି ଅଭିଜିତ, ଅଭିଷେକ, ତାଙ୍କ ଘର ସେପଟେ ସେମାନଙ୍କୁ ତ ଆସ୍ତେ, ଭୁଷାଣୀରେ। ସେମାନଙ୍କୁ ଆସ୍ତେ କୁହେ ସେମାନେ ଆସନି। ଆଉ ଯଦି ହଁ। ସେଇଟା ନ କରିପାରୁଛ ତାହେଲେ ଏମିତି ଅନଲାଇନ ରେ ଚାଲବ ହେଲା, ବୁଝିହେଲା। ହୁଁ ହୁଁ। ତ କାଟି ଦଉଛି ହେଲା, ଆଉ 4 ମିନିଟ ଅଛି, 4 ମିନିଟ ଆଜ୍ଞା। କି କାଟି ଦଉଛି। ହୁଁ। ଏଇଟା ସେଭ୍ କରିଦଉଛି, ପଠେଇ ଦଉଛି, ଭିଡିଓ ଦେଖିବ ବୁଝି ହେଲା।